ଶରୀରକୁ ପାଦୁ ପଡା ଚିନ୍ତା କଲା ସତ୍ସଙ୍ଗ ହଉଥିଲା ଏସବୁ ସତ୍ସଙ୍ଗ ପାଇଁ ଆସିଥିଲେ ଜଣେ ଠିଆ ହେଇକିରି କହୁଥିଲେ କୁଆଡେ ଯେ ଠାକୁରଙ୍କର ପୂର୍ବବର୍ତ୍ତୀ ଅବତାର ରାମକୃଷ୍ଣ ପରମହଂସ ରାମକୃଷ୍ଣଙ୍କର ପରିପୂରଣ କରି ଆସି ଓହ୍ଲେଇଛନ୍ତି କିଏ ଠାକୁର ଅନୁଚନ୍ଦ୍ର ଯଦି ରାମକୃଷ୍ଣ ପରମହଂସଙ୍କର ପରବର୍ତ୍ତୀ ଅବତାର ଠାକୁର ଅନୁଚନ୍ଦ୍ର ତାହେଲେ ଠାକୁରଙ୍କ ପାଦରେ ଅଛନ୍ତି ସେଇଠି ସିଏ ଅଛନ୍ତି ମୁଁ ତାଙ୍କ ପାଖକୁ ଯିବି ତାଙ୍କ ପାଖକୁ ଯାଇ ଦେଖିବି ସେ କେମିତି ଚାଲୁଛନ୍ତି ସିଏ ଯୋଉ ଚାଲିଟା ପକଉଛନ୍ତି ସିଏ ଯେମିତି କଥାବାର୍ତ୍ତା କରୁଛନ୍ତି ହେଇଯିବ ତାକୁ ସେଟା କରିଦେବି ଆଉ ତାପରେ ଶିଖିଯିବି ଆଉ ଠିକ ଅଛି ଏହା କହି ସେ ତାପତ୍ର ବାହାର ତାପତ୍ର ଗଲା ଠାକୁର ବସିଛନ୍ତି ଶୁଭ୍ର ଆସନରେ ସୁନ୍ଦର ଏକ ସୁନ୍ଦର ମଧୁମୟ ମଧୁଚକ୍ର ସୃଷ୍ଟି ହେଇଛି ଭକ୍ତମାନେ ବସିଛନ୍ତି ଠାକୁରଙ୍କୁ ସନ୍ତୁଷ୍ଟ ଅନେଇଛନ୍ତି ଠାକୁରଙ୍କର ଶିବଘରୁ ମଧୁର କଣ୍ଟା ବର୍ଷା ହଉଛି ହାତରୁ ଗୋଟା ଯାଇକି ଗଣିତ ପଛକୁ ଠିଆ ହେଲା ମୁଣ୍ଡିଆଟେ ମାରିଲା ଆଗକୁ ପ୍ରଣାମ ଟିକେ କଲା ଠାକୁର ତାକୁ ଦୂରରୁ ଦେଖି ଯାଇକିରି ହାତକୁ ଆସିଛି ଠାକୁର ଏତେ ଖୁସି ଠାକୁର କହିଲେ ଏ ମତେ ଡାକିଲେଣି ଡାକିଲେଣି ହାତରୁ ବୋଲି ତାପରେ ସେ ଠାକୁରଙ୍କ ଡାକରେ ସେ ପୁରା ପାଗଳ ଭଳିଆ ହେଇଗଲା ଯାହା କର ଏତିକି ଟିକେରୁ ଏତିକି ଟିକେରୁ ଏତେ ଯଦି ସବୁ ଯାକ ତାଙ୍କ ପାଖରେ ଶିଖି ଯାଆନ୍ତି ମୋ ଜୀବନ ରହିଥାନ୍ତା କେତେ ସେ କଣ କର ସେ ପଇସା ବସ୍ତା କଲା ମୋର କି ଦରକାର ନାହିଁ ବାବା ଇଏକୁ ପକେଇ ଦେଇକି ସେ ଧାଇଁଲା ଠାକୁର ପାଖକୁ ପଡି ଢୋକିଲା ବୁଢିଆ ନେବାଟା ଠାକୁର ହାତକୁ ଦେଖିକି ଦୂରେ ଦେଖି ହସ দিয়ে ହାତୁର ହେଇଥିଲା ହାତୁର ଆସିଲା ଠାକୁର ଖୁସି ହେଇଗଲି ଠାକୁର କହୁଛନ୍ତି ଠାକୁର ତୁ ଆସିଛୁ ନା ହଁ ଠାକୁର ମୁଁ ଆସିଛି ନା ଏଥର କିନ୍ତୁ ଆପଣଙ୍କ ପାଖକୁ ସବୁବେଳେ ଆସିଛି ଆଉ ଆପଣଙ୍କୁ ଛାଡିକି ଯିବି ନାହିଁ ଆପଣଙ୍କ ଛାଡକୁ ମୁଁ କେବେ ଯିବି ନାହିଁ ଆପଣଙ୍କର ଖାଲି ଚାଲିରୁ ଯଦି ମୋ ଜୀବନ ଏତିକି ହେଇଗଲା ଚାଲିରୁ ଯଦି ମୁଁ ଖାଲି ଏତେ ପ୍ରଶଂସା ପାଇଲି ଖାଲି ଚାଲିଟା ଶିଖିକିରି ଯଦି ଲୋକମାନେ ମତେ ଏତେ ଆଦରରେ ଗ୍ରହଣ କଲେ ମୁଁ ତାହେଲେ ସବୁ କିଛି ଯଦି ଆପଣଙ୍କ ପାଖରେ ଶିଖିଥିଲି ମୁଁ କଣ ଭଲ ମଣିଷଟେ ହେବି ନାହିଁ ମୁଁ କଣ ଭଲ ମଣିଷ ହେବି ନାହିଁ ସେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦୟାରୁ ସେ ତାଙ୍କ ପାଖରେ ରହିଗଲା ଠାକୁର ଆଶ୍ରମ ରହିଲା ପରମ ପ୍ରେମମୟ ପରମ ଦୟାଳୁ ଶ୍ରୀ ଶ୍ରୀ ଠାକୁରଙ୍କର ଆଦର୍ଶରେ ମୋର ଅନନ୍ତ ମହା ପରମରାତ୍ମା ଜଗତ ଜନନୀ ଶ୍ରୀ ଶ୍ରୀ ବଳମାନଙ୍କର ଆଦର୍ଶରେ ମୋର ଅନନ୍ତ ମହା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦାନଙ୍କର ଆଦର୍ଶରେ ମୋର ଅନନ୍ତ ମହା পরম পূজ্যপাদ শ্রী শ্রী আচার্যের আদর্শনে অনন্ত প্রতিমাম এবং গুরু পরিবার সহিংকর আদর্শনে অনন্ত প্রতিমাম নিবেদন করে পবিত্র সৎসঙ্গ উপস্থিত পরমদয়াল শিশু ঠাকুর পূর্ণ পাঞ্জাবী কর্মী যাজক সম্মানিত কপুল ভাই নবমর যথামান্য প্রণাম রয়েছে সেভাবে ভাবে উপস্থিত সমস্ত ইষ্টকর্ম গুরু ভাই স্নেহময়ী জমানীপুর সৎসঙ্গ আজ আমন্ত্রিত ষড়যন্ত্র ভয়ঙ্কর বন্ধুবর্গ সুধী সজ্জন ছোট বিরামানে সমস্ত ভক্তিপূর্ণ হার্দিক জয়গুরু ভালোবাসা প্রণাম যথামন্দির আমাদের সমাজে অবগত হলে আজকের এই সৎসঙ্গের উদ্দেশ্য গোটিয়ে পটে ভাদ্রব পরিক্রমা 21তম দিবস 21 দিন পড়া 18 তারিখ আরম্ভ হল আরম্ভ হয়ে আজ 21 দিনের মাস ଏବେ ଯୋଉ ମାସେ ହେଇଯିବ 16 ତାରିଖରେ ଠାକୁରଙ୍କ ଆବିର୍ଭାବ ଉତ୍ସବ ହବ ସକାଳେ ଉଦଯାପନ ହବ तो এই পবিত্র সৎসঙ্গে আমাদের উপস্থিত আছে এটা আমার সৌভাগ্য যে উদ্দেশ্যে এই সৎসঙ্গ নিবেদিত হয়েছি যেগুলো ভাদ্র পরিক্রমা তা সহিত আমার শ্রদ্ধেয় ষড়যন্ত্র ভাইଙ୍କର কনিষ্ঠা কন্যা সুনীতা ମାଙ୍କର শুভ জন্ম দিবস ତେଣୁ ମୁଁ ମଧ୍ୟ ପ୍ରଫୁଲ୍ଲ ଭାଇଙ୍କର ସଦସ୍ୟତ ସ୍ୱରବାଣୀ ପ୍ରିୟ ପରମଙ୍କର ଆଦର୍ଶରେ ପ୍ରାର୍ଥନା ଜଣାଇବି श्री श्री ठाकुर अपार सुनीता मांकर पंचम महाजीवन मंगलमय हो सुदीर्घ निरामय इष्टिभूत जीवन प्रिय परमकर आदर्श प्रार्थना श्री श्री ठाकुर मन लाखी कन्याटीए उठु ठाकुर परम भक्त उठु पितृमातृ भक्त उठु गुरु को भक्ति करतु एवं ठाकुर मन लाखी मनीष नारी जीवन सार्थक हो ठाकुर पाखे प्रार्थना
আমার জীবনে সৎসঙ্গ আসিছে সমস্ত পর পুଣି ଥରେ মঙ্গল ପାଇଁ প্রিয় পরম্পরা রুচন বেকান্ত বর্ণনা সুন্দর ভজন কীর্তন সরিছি এবং ମୋ ପୂର୍ବରୁ ସମ୍ମାନୀୟ ପ୍ରଫୁଲ୍ଲ ଭାଇ ଶ୍ରୀ ଠାକୁରଙ୍କ କଥା ତୁଳି ଧରୁଥିଲେ ସେ କହୁଥିଲେ ପ୍ରକୃତରେ ଏ ବର୍ଷକୁ 2 ମାସ ଆନନ୍ଦର ଋତୁ ଆସେ ସେ ଗୋଟେ ହେଲା ଶ୍ରାବଣ ମାସ ଗୋଟେ ଭାଦ୍ର ମାସ ଶ୍ରାବଣ ମାସ ଭାଦ୍ର ମାସ ଏ ଦିଟା ମାସ ବ୍ୟାପୀ ମା ମାନଙ୍କର ମାତୃ ସମ୍ମିଳନୀ ଗଲା 17 ଉଦ୍ଯାପନ ହେଇଥିଲା ଏବଂ ଭାଦ୍ର ପରିକ୍ରମା ଏଭଳି ମାସ ବ୍ୟାପୀ ତେଣୁ ଆନନ୍ଦ ଆନନ୍ଦ এই সৎসঙ্গ আসলে মଣିଷ দীর্ঘ আনন্দ অনুভব করে ঠাকুরଙ୍କୁ প্রার্থনা করে ঠাকুরଙ୍କର সদ্গ্রন্থ পাঠ শুনে ভজন কীর্তন শুনে আলোচনা শুনে প্রসাদ পায় আনন্দ লাগে এভଳି আনন্দ দুনিয়াରେ ଆଉ কোথাও ମିଳେ ନାହିଁ এই আনন্দ সହିତ କୌଣସି ଆନନ୍ଦ ମଧ୍ୟ ତୁଳନା କରାଯାଇପାରେ ନାହିଁ ତେଣୁ এই ଆନନ୍ଦ ହେଉଛି ଜୀବନ ଆଉ এই ଜୀବନ ହିଁ ପ୍ରକୃତରେ ମଣିଷ এই ସତ୍ସଙ୍ଗରେ ଉପଭୋଗ କରେ ଯାହା ହଉ ଏଭଳି ଆନନ୍ଦ ଜୀବନ ପାଇବା ପାଇଁ ଆମକୁ ସୁଯୋଗ ଦେଇଛନ୍ତି ଶୈଳେନ୍ଦ୍ର ଭାଇ ଏଇଟା ଆମର ସୌଭାଗ୍ୟ ତାଙ୍କ ପାଖରେ ମୋର କୃତଜ୍ଞତା ଜଣାଉଛି ମୋ ପୂର୍ବରୁ ପ୍ରଫୁଲ୍ଲ ଭାଇ କହୁଥିଲେ ଯେ ଶ୍ରୀ ଶ୍ରୀ ଠାକୁର ବହୁ ଅବତାର ନେଇକି ଆସିଛନ୍ତି ସତ୍ୟର କଥା କହିଲେ ଶ୍ରୀହରି ତ୍ରେତୟାର କଥା କହିଲେ ରାମଚନ୍ଦ୍ର ଦ୍ୱାପର କଥା କହିଲେ କୃଷ୍ଣ ଶ୍ରୀକୃଷ୍ଣ ଏବଂ କଳିଯୁଗରେ ସମସ୍ତଙ୍କୁ ପରିପୂର୍ଣ୍ଣ କରି ସର୍ବଶ୍ରେଷ୍ଠ ବିବର୍ତ୍ତିତ ମାନବ परम प्रेममय परम दयाल श्री श्री ठाकुर आश्चर्य जोड़ा हूँ ये भाद्र मास आविर्भाव मास यही मासरे श्री श्री ठाकुर आविर्भूत होती मास गोटे एमती पवित्र मास ये मासरे केते कौन गणेश पूजा सरी जन्माष्टमी सरी सर्वपरि राधाकृष्ण महापुरुष सरला जन्मदिन 5 तारीख गुरु दिवस एमती एमती कथा तेणु एभली मास भाद्रव मास एक पवित्र मास आम में पवित्र अति पवित्र और से कहते जे श्री श्री ठाकुर समस्त को परिपूर्ण कर पूर्ववर्ती अवतार होती रामकृष्ण ठाकुर ठाकुर रामकृष्ण ठाकुर परवर्ती अवतार सी होती श्री श्री ठाकुर ए जुगर मनुष्यर उद्धारकर्ता जे ठाकुर कथा गोटे अच्छी आम सतर्श पढ़ीचे पूर्ववर्ती को अधिकार कर ही परवर्ती आविर्भाव तेरे आम भीतर ए कथा परवर्ती किए पूर्ववर्ती किए एक कथा आम आगे क्लियर स्पष्ट जे वर्तमान होती श्री श्री ठाकुर ये परवर्ती पूर्ववर्ती किए रामकृष्ण ठाकुर तेरे यार प्रमाणटा कौन सी जे तार पूर्ववर्ती रामकृष्ण ठाकुर थे प्रमाणटा कौन फरकर कथा परम पूज्यपाद श्री श्री बरदा बसचंती एवं भक्त माने बसचंती बड़े सुंदर रामकृष्ण ठाकुर जीवनी पढ़ रामकृष्ण जीवनी पढ़ा हो गोटे जगह पढ़ा जे रामकृष्ण ठाकुर बसचंती समय मां शारदा देवी आसिले प्रणाम कले बसिले मां शारदा देवी रामकृष्ण ठाकुर को हाथ जोड़ी निवेदन करगो मत गोटे सन्तान दियो मत गोटे सन्तान दियो मो गोटे सन्तान दियो से रामकृष्ण ठाकुर कहले अरे आउ सन्तान में कौन दरकार ए हृदय अच्छी ए नरेन अच्छी ए भक्त माने अछंती एमान तो तुम्हारा सन्तान आ कौन तुम्हारा सन्तान दरकार ए हृदय ताकर भणजा और ताकर भक्त आउ नरेन जी विवेकानंद ए समस्त तो अछंती आ गोटे सन्तान दरकार जेतले शारदा देवी कहउछथि आगो से कथा नहीं तम और स्वरूप गर्भर गोटे सन्तान दरकार रामकृष्ण ठाकुर हसिले कहले एबार होबे ना एथर होबो नाही आरोजन करे होबो आ मु जेतले घुडु करी तबे जेतले घुडु उड़ी गति आसी तुबे स्वर्ग रे थाओ जोठी थाओ तबे किंतु ओठी आसीबो जेतले एला पढ़ा गेला समस्त प्रश्न करे तरे बरदा ए जो ठाकुर कहले घुडु घुडु मु कले बा घुडु घुडे ओठी आसीबे यार मानेटा कोन यार अर्थटा कोन ते बरदा कहले मते कोन नहीं तबे काम करा जाई बड़मा को बेटा भक्त माने करे बड़मा को पछाले तले मां ए लिखा हिची रामकृष्ण को जीवनी रे आर अर्थ कोन मते जणा
ठाकुर को पचार ठाकुर जानते ठाकुर को पचार भक्त मैंने कहे ठाकुर को पचार ठाकुर लेखा है रामकृष्ण ठाकुर हुड़ु हुड़ु करे और मां शारदा देवी जोड़ थी से हुड़ु हुड़ी बोली आसवे पर जन्म ठाकुर हसुन हसदे कि कौन सी हूँ 1894 मसीहार कथा 1894 1894 मसीहा ठाकुर कौन 1888 मसीह श्री ठाकुर आसी 1894 मसीहा ठाकुर बयस के 6 वर्ष ठाकुर मोर बयस हो 6 वर्ष मुझे 6 वर्ष रही 6 वर्ष रही से मोर हुक्का खाइबा आरंभ होला लुचई लुचई हुक्का खाइबा अब देखते पाइप ठाकुर हुक्का खाऊ अति सुंदर सुंदर दामिका फल तार सुखिला फल सब उपासना पड़ो सुंदर सुगंध युक्त बासना बाहर थो आगे हुक्का पाइप डाकी निआ लगा हम ठाकुर से हुक्का ठाकुर 6 वर्ष बयस हुक्का खाइबा आरंभ करी तो ये कथा माँ को नजर पड़गला माता मन आप कहले माँ बस आपण पुओ जदि बीड़ी सिगरेट खाइब आप कौन करेंगे बाड़े नहीं गाड़ी कर आकट कर सेमती माता मन मन कहले अनुपु तू कौन हुक्का खाऊ ये वर्ष तक 6 वर्ष एडी पिला तू हुक्का खाऊ कहीं हुक्का खाऊ माँ मना कले हुक्का खाई मना कले किंतु ठाकुर हुक्का खाइबे लगे तो ठाकुर हुक्का खाइबा छाड़ले नहीं इने माँ भीषण लागी गले सांघातिक लागी गले एमती राखी रे एड़ो बड़ो बाड़ी धरले ठाकुर को बाड़ी हाथी गोड़े तो ठाकुर खाइने ठाकुर खाऊछोदी ता पछे पछे माँ गोड़ौछोदी ए कथाटा ए घटनाटा मोर मने पड़े श्रीकृष्णकर घटना ए जो बड़ा जाइछि जन्माष्टमी श्रीकृष्ण मध्य पिला दिने छोट पिलाटी थिले ताकर लीला खेला बाल्यता जेमिति ठाकुरकर बाल्यता मध्य सेमति चलतिला तो सेदिन कौन करथिले श्रीकृष्ण जानिथिबे श्रीकृष्ण कौन करथि ना गोपपुर रे जेतले गोपी माने ताको घर नथिबे जा घर खोला थिबो हां किए नथिबे ता घर को लुचि की जिबे तारे दही खाइ देबे तारो माखन खाइ देबे तारो घियो खाइ देबे तारो क्षीर खाइ देबे सब दिन कंप्लेन जाए दशोदा को पाखो सब दिन कंप्लेन जाए तो पुओ कान्हा एते दुष्ट ताको जे कंट्रोल करलु आकट करलु आज हमर से दही खाइला भांगी देला हां हांडी भी भांगी देला के कहूची आगे आपण जी लहू जाको खाइ देला हांडी भी भांगी देछि इत्यादि इत्यादि नाना कंप्लेन दिने समस्त अभियोग शुणी दशोदा कहले आ छाड़ी आज जमा छाड़ी तार दिने को मोर दिने से आसु एक आना आसु आज आसु ए समय श्रीकृष्ण कुआडे धूड़ी खेलुते धाई आसिले ना पके टियाई पड़ले जेति टियाई पड़े रागी की से कोन मारे दशोदा धरी पकईले हाथ दिन को बांधी पकईले बांधी पड़े ए काना तू मते एते हैरान करछु एते अपमान दोछु मु एते अपमान पाइलिनी समस्त अभियोग करछुनी तू का घरे कोना कोन रुचि सब खाइ दोछु हां कारण हांडी भाई दोछु काहे की तू करछु मते काहे की तो अपदस्थ करछु तेरे श्रीकृष्ण कहले बा मुके तो खाइ के कहला मु खाइछि मु तो खाइछि पनि के कहला तो सेतले श्रीकृष्ण को से बांधी पकई छलते हाथीटा बांधी छल तो श्रीकृष्ण कौन कहते बड़े सुंदर गीत आसी बंधन खोली दिया मुद खाई नहीं शरण बड़ी क्षमा करुछिया बंधन खोली मुद खाई शरण बड़ी क्षमा करुछिया क्षमा करुछिया श्रीकृष्ण हाँ देख मु खाई मु तो खाई खाई आ कर देख मु खाई आ कर आ करदे एड़ बड़ आ करदे दी उठो खोली देले से दशोदा अनुचरी श्रीकृष्ण पार्टी कौन अनुचर गोटे लहुरी लगी दही लगी किसी ना देखला बेलू भितर विश्व आण करुच्छे आम से सीरियल देखी से अवस्था देखिक दशोदा मूर्छित प्राय मूर्छित भाया गले हाँ चेता रहा नहीं जे एडी पिला भीतर ता मुहर विश्व ब्रह्मांड होई बुझी ये किए आश्चर्य होइतिरे मां आश्चर्य होइतिरे ए घटना जो प्रकार से दिन माता मोहन देवी मध्य हां ठाकुर को गोड़ नहीं बाड़े बोली ठाकुर तो गोड़ोचंदी पद्मा नदी धाउचंदी तातला बाजी में धाउचंदी ठाकुर ठाकुर आगु पड़ी गलेनी मां पछरे पड़ी जाइचंदी से जदी न धरी धरा न धरे ठाकुर धरियो
ଭଗବାନ ଯଦି ଧୈର୍ଯ୍ୟର କାହା କାପାସିଟି ଅଛି, କାହା ଏତେ ଶକ୍ତି ଅଛି ତ ସେତେବେଳେ ଗୋଟେ ଜାଗାରେ ଧରିଲା ଠିଆ କଲେ ବାଦାମ ଦେବି କହୁଛନ୍ତି ଧରେ ପଡୁ ମତେ ଏତେ ବନେଇଲୁଣୁ, ମତେ ଏତେ ହଇରାଣ କଲୁଣୁ, ମତେ ଏତେ କଷ୍ଟ ଦେଲୁ, କାହିଁକି ଏମିତି କରୁଛୁ, କାହିଁକି ଏମିତି କରୁଛୁ। ଯେତେବେଳେ ମାଙ୍କର ଅବସ୍ଥା ଦେଖିଲେ, ମାଙ୍କର ଝାଳ ନାଳ ହେଇକି ପୁରା ଗାଧେଇ ଗଲେଣି ଝାଳରେ, ମା କାନ୍ଦୁଛନ୍ତି, ଆଖିରେ ଲୁହ ଦେଖିପାରିଲେ। ତ ମାତୃଭକ୍ତ ଠାକୁର, ମାତୃଭକ୍ତ ଅନୁକୂଳ କିନ୍ତୁ ରହିପାରିଲେ ନାହିଁ, ଖର୍ଚ୍ଚ ରହିଲେ ନାହିଁ, ସିଧା ପଳେଇ ଆସିଲେ, ଧରା ଦେଇଦେଲେ, ମାଙ୍କ ପାଖରେ ଠିଆ କଲେ, ମା ମତେ ଯେତେ ମାରୁଛୁ ମା ଯେତେ ମାରୁଛୁ ମା କେତେ ମାରୁଛୁ ମା, ତତେ ଛାଡ଼ିବି, ତୁ କାହିଁ ଖାଉଛୁ ସେଇ ହୁକା କାହିଁ ଖାଉଛୁ, ହୁକା ଛାଡ଼ିଦେ, ହୁକା ଖାନା, ଜମା ହୁକା ଖାନା। କିନ୍ତୁ ଠାକୁର କଣ କହିଲେ କହିଲେ ମା ତମେ ମତେ ଯେତେ ମାରୁଛ ମା, ଯେତେ ମାରୁଛ ମାର, କିନ୍ତୁ ହୁକା ଖାଇବା ପାଇଁ ମତେ ମନା କର ମା, ମୁଁ ହୁକା ଖାଇବି ହିଁ ଖାଇବି, ହୁକା ଖାଇବି। ଆଉ ଠାକୁର ମଧ୍ୟ ହୁକା ଖାଇଥିଲେ, ହୁକା ଖାଇଥିଲେ, ହୁକା ଖାଇ ଖାଇ ଯେତେବେଳେ ଘୁଡୁ ଘୁଡୁ କଲେ, ଯେତେବେଳେ ଘୁଡୁ ଘୁଡୁ କଲେ, ସେଇ 1894 ଠାକୁର ମଧ୍ୟ 1894, ସେ 1894 ଶ୍ରାବଣ ମାସରେ ସେତେବେଳେ ମା ଲକ୍ଷ୍ମୀ ମା ଓହ୍ଲେଇ ଆସିଲେ ନାଇଁ ଶ୍ରାବଣ ମାସରେ। ତେଣୁ ଯେତେବେଳେ ଇଏ ଘୁଡୁ ଘୁଡୁ କଲେ, ସେତେବେଳେ ଘୁଡୁ ଘୁଡେଇ ଓହ୍ଲେଇ ଆସିଲେ, ମା ଓହ୍ଲେଇ ଆସିଛନ୍ତି। ତେଣୁ ପୂର୍ବବର୍ତ୍ତୀକୁ ଅଧିକାର କରି ପରବର୍ତ୍ତୀଙ୍କର ଆବିର୍ଭାବ এটা প্রমাণিত, পুরোপুরি প্রমাণিত যে শ্রী ঠাকুরଙ୍କର ପୂର୍ବବର୍ତ୍ତୀ ଅବତାର ହଉଛନ୍ତି ରାମକୃଷ୍ଣ ଠାକୁର। ରାମକୃଷ୍ଣ ଠାକୁରଙ୍କୁ ପରିପୂର୍ଣ୍ଣ କରି ଶ୍ରୀ ଠାକୁର ଆସିଛନ୍ତି। ଆମର ଅଭାଗ୍ୟ ଯେ ଆମେ ଶ୍ରୀ ଠାକୁର ଜୀବନରେ ଗୁରୁ ପଦରେ ଗଣନ କରିଛେ, ଗୁରୁ ପଦରେ ଗଣନ କରିଛେ, ଏହା ଆମର ଆଉ ଦେଖାଯାଇଛି ଯେ ଶ୍ରୀ ଠାକୁର 1888 ମସିହାରେ ଆସିଲେ, ଧରାବତରଣ କଲେ, ଯାହା ଯାହା ତାଙ୍କର ଜନ୍ମ ବୃତ୍ତାନ୍ତ ଆପଣ ଶୁଣିଛନ୍ତି, ସବୁ ଶୁଣିଛନ୍ତି। ମା ଯେମିତି ଦେବକୀ ସେଦିନ ବନ୍ଦୀ ଗୃହରେ ଥିଲେ, ଅଚିନ୍ତ ହେଇ ପଡିଛନ୍ତି, ଶ୍ରୀକୃଷ୍ଣ ଜନ୍ମ ହେଇଛନ୍ତି, ଇତ୍ୟାଦି ଇତ୍ୟାଦି କଥା। ସେମିତି ମଧ୍ୟ ଠାକୁରଙ୍କର ମାଉସୀ ନା କି ଜଣେ ସେ ମଧ୍ୟ ଥିଲେ, ଛୁଟିଆ ଗୃହରେ ସିଏ ଆମର ଭାଇ ମା ସିଏ ବି ଥିଲେ, ଅଚେତ ହେଇ ପଡିଥିଲେ, ସମସ୍ତେ ଶୋଇ ପଡିଥିଲେ, ଠାକୁର ଆବିର୍ଭୂତ ହେଇଛନ୍ତି। ଠାକୁର ଆବିର୍ଭୂତ ହେଇଛନ୍ତି, ଠାକୁର ଆବିର୍ଭୂତ ହେଇଛନ୍ତି, ତାଙ୍କର ଶରୀରରୁ ଦିବ୍ୟ ଜ୍ୟୋତି ଏମିତି ବାହାରିଛି, ଏଇ ଜ୍ୟୋତି ଆକାଶକୁ ଛୁଇଁଛି, ଘରକୁ ଟପି ଯାଇଛି, ଆକାଶକୁ ଛାଇଁଛି। ଯେତେବେଳେ ଗାଁ ଲୋକମାନେ କହିଲେ ଆରେ ଏମିତି ଜ୍ୟୋତି କୋଉଠୁ ଆସିଲା, ପଦ୍ମନଦୀରେ ମାଛ ଧରୁଥିଲେ କେଉଟ ମାନେ ଏମିତି ଘର ଗାଁ ପଡିଗଲା କି, ସେମାନେ ଧାଇଁ ଆସିଲେ ଗାଁକୁ, କୋଉଠି ସେ ଜ୍ୟୋତି ଆଲୁଅ ବାହାରୁଛି, ଦେଖିଲା ବେଳକୁ ଚକ୍ରବର୍ତ୍ତୀ ପରିବାରରେ ଘରକୁ ଗଲେ, ଦେଖିଲା ବେଳକୁ ଦେବ ଶିଶୁ କିଏ ଜନ୍ମ ଲାଭ କରିଛନ୍ତି। ଯିଏ ଦର୍ଶନ କଲା ଆମର ଅଭାଗ୍ୟ, ଏମିତି ଶିଶୁ ଆମେ କେବେ ଦେଖିନୁ, ଏମିତି ଶିଶୁ କେବେ ଆମେ ଦର୍ଶନ କରିନୁ, ଆଖି ଆଜି ପର୍ଯ୍ୟନ୍ତ କେବେ ଏମିତି ଶିଶୁ ଦର୍ଶନ କରିନି। ହୁଳ ହୁଳି ପଡିଲା, ଶଙ୍ଖନାଦ ବାଜିଲା, ହରିବୋଲ ପଡିଲା, ଠାକୁରଙ୍କର ଜନ୍ମ ବୃତ୍ତାନ୍ତ ଇତ୍ୟାଦି ଇତ୍ୟାଦି କଥା ଆପଣ ସବୁ ଜାଣନ୍ତି। ଠାକୁର ଆସ୍ତେ ଆସ୍ତେ ବଡ ହେଲେ, ଧୀରେ ଧୀରେ ବଡ ହେଲେ, ବଡ ହେଲା ପରେ ସେଇ ସ୍କୁଲରେ ପାଠ ପଢିଲେ, ଆଗେ ଯେମିତି ପାଠ ପଢିଥିଲେ ସେ ମଧ୍ୟ ପାଠ ପଢିଲେ। ସେ ପ୍ରଚଣ୍ଡ ପିତୃମାତୃଭକ୍ତ, ପ୍ରଚଣ୍ଡ ପିତୃମାତୃଭକ୍ତ। ସ୍କୁଲରେ ପାଠ ପଢିଲା ବେଳକୁ ସାର୍ ଦିନେ ପଚାରିଲେ ସବୁ ପିଲାକୁ, ହ୍ୱାଟ ଇଜ ଦି ଏମ୍ ଅଫ ୟୋର ଲାଇଫ, ତୋ ଜୀବନର ଲକ୍ଷ୍ୟ କଣ? ଗୋଟେ ଗୋଟେ ପିଲା ସବୁ ଠିଆ ହେଇକି କହିଲେ, କିଏ କହିଲା ମୋ ଜୀବନ ଲକ୍ଷ୍ୟ ଡାକ୍ତର ହେବା, କିଏ କହିଲା ଶିକ୍ଷକ ହେବା, କିଏ କହିଲା ସାମ୍ବାଦିକ ହେବା, କିଏ କହିଲା କଣ୍ଟ୍ରାକ୍ଟର ହେବା, ଯିଏ ଯାହା କହିଲେ, କିଏ କହିଲା ସୈନିକ ହେବା। ଠାକୁରଙ୍କ ପାଣି ପଡିଲା, ଅନୁକୂଳ ତମେ କୁହ ତମ ଜୀବନ ଲକ୍ଷ୍ୟ କଣ? ଠାକୁର କଣ କହିଥିଲେ ଉତ୍ତର ଜାଣିଛନ୍ତି? ଠାକୁର କହିଲେ ମୋ ଜୀବନ ଲକ୍ଷ୍ୟ ବାପା ମାଙ୍କ ସେବା କରିବା, ବାପା ମାଙ୍କ ସେବା କରିବା ମୋ ଜୀବନର ଲକ୍ଷ୍ୟ। ସେତେବେଳେ ସାର୍ କହୁଛନ୍ତି ଅନୁକୂଳ ଏଇଟା ମୋର ଜୀବନ ଲକ୍ଷ୍ୟ, ଶିକ୍ଷକ ହବା, ଇଞ୍ଜିନିୟର ହବା, ସୈନିକ ହବା, ସିନା ଏଗୁଡ଼ା ଗୋଟେ ଏମ୍ ଥାଏ, ଏଇଟା ଗୋଟେ ଗୋଟେ ଏମ୍। ଆଉ ସମସ୍ତଙ୍କୁ ପଚାରିକି ଆସୁଛି, ଆଉ ତମେ ଭଲରେ ଚିନ୍ତା କରିଦେବ, ଆଉ ଯଦି ବୁଝିକି କହିବ, ସମସ୍ତଙ୍କୁ ପଚାରି ଆସିଲେ, ଆଉ ଥରେ ପଚାରିଲେ, ଉତ୍ତର ସେଇ ଗୋଟିଏ ଉତ୍ତର, କେବଳ ବାପା ମାଙ୍କ ସେବା କରିବା। ଠାକୁର କହୁଛନ୍ତି ପ୍ରଚଣ୍ଡ ପିତୃମାତୃଭକ୍ତ, ଏଇ ବାପା ମାଙ୍କର ଭକ୍ତି କରି ସେ ଆମକୁ ଶିଖେଇ ଦେଇଛନ୍ତି, ତୁମମାନେ ମଧ୍ୟ ସେମିତି ପିତୃମାତୃଭକ୍ତ ହେଇଉଠ। ତୁମେ ମଧ୍ୟ ତୁମ ମାଙ୍କୁ ଭଲ ପାଅ, ତୁମ ବାପାଙ୍କୁ ଭଲ ପାଅ। ଯଦି ବାପା ମାଙ୍କୁ ଭଲ ପାଇବ ନାହିଁ, ବାପା ମାଙ୍କ ସେବା କରିବ ନାହିଁ, ବାପା ମାଙ୍କୁ ଖୁସି କରିବ ନାହିଁ, କୌଣସି ଦେବତା କସ୍ମିନ୍ କାଳେ ତୁମ ଉପରେ ସନ୍ତୁଷ୍ଟ ହେବେ ନାହିଁ। ଯଦି ଶୁଣି ଦେବ, ଯଦି ଆପଣ ଖୁସି ହେବେ, ତାହେଲେ ବାପା ମାଙ୍କୁ ଆମେ ସେଭଳି ସେବା କରିବା ଦରକାର। ଜୀବନ୍ତ ଆଇଡିଆଲ ବୋଲି ଭାବି ତାଙ୍କର ସେବା କରିବା ଦରକାର। ସେ ଠାକୁର ପରିକାର ହୋଇ ଅଭିନ୍ନ ଅନ୍ୟ ଗତି ନାହିଁ। ଠାକୁର ନିଜେ କରିଛନ୍ତି, ଆମମାନଙ୍କୁ ବନେଇଛନ୍ତି, ବାପାଙ୍କ ସେବା କେମିତି କରିବାକୁ ହୁଏ, ମାଙ୍କ ସେବା କେମିତି କରିବାକୁ ହୁଏ, ଇତ୍ୟାଦି ଇତ୍ୟାଦି କଥା। ଠାକୁର ଆସ୍ତେ ଆସ୍ତେ ବଡ ହେଲେ, ତାପରେ ଆମେ ଜାଣିଛନ୍ତି ନ୍ୟାସନାଲ ମେଡିକାଲ କଲେଜରେ ପାଠ ପଢିଲେ, ଇତ୍ୟାଦି ଇତ୍ୟାଦି କଥା। ତାପରେ ଠାକୁର ଦେଖିଲେ, ହୋମିଓପାଥି ଚିକିତ୍ସା କଲେ, ଏଲୋପାଥି ପାଠ ପଢିଲେ, ଆୟୁର୍ବେଦିକ କଥାରେ ବିଶ୍ୱାସ କଲେ। ଠାକୁର କହିଲେ ସବୁ ସିନା କଲି,
ମୋର କିନ୍ତୁ ବଡ ବିଶ୍ୱାସ ଚୋରପାତି ଉପରେ ଚୋରପାତି ତାପରେ କଣ କଲେ ମଣିଷ ରୋଗଗ୍ରସ୍ତ ହବ ନାହିଁ, କଣ କଲେ ମଣିଷ ପୁଣି ରୋଗରେ ପଡିବ ନାହିଁ, ସେ ଠାକୁର କହିଲେ ଆବିଷ୍କାର କଲେ ଯେ ପ୍ରକୃତରେ ମନଟା ଯେତେବେଳେ ବିକାରଗ୍ରସ୍ତ ହୁଏ ସେତେବେଳେ ମଣିଷ ରୋଗଗ୍ରସ୍ତ ହୁଏ। ତେଣୁ ମନଟାକୁ ଚିକିତ୍ସା କରିବାକୁ ଗଲେ ନାମ ଦରକାର, ନାମ ପ୍ରଚାର ଲାଗେ ତାକୁ ନାମ ପ୍ରଚାର କରେ। ବହୁତ ଲୋକ ଠାକୁର ନାମ ନେଲେ, ଯୋଉମାନେ ନାମ ନେଲେ ଦେଖାଗଲା ଅବଶିଷ୍ଟ ମଣିଷ ହେଇଥିଲା, ଅଯୋଗ୍ୟ ଯୋଗ୍ୟ ହେଉଥିଲା, ଅସାଧୁ ସାଧୁ ହେଇଗଲା, ଚୋର ଯାକ ସାଧୁ ହେଇଗଲେ। ନାମର ଏତେ ପ୍ରଭାବ, ଏଇ ନାମ ଯୋଉମାନେ ଜପ କଲେ ଜୀବନ ତାଙ୍କର ଧନ୍ୟ ହେଇଗଲା, ସାର୍ଥକ ହେଇଗଲା। ଗୋଟିଏ କଥା କହି ଉକ୍ତ ଶେଷ କରିଦେବି, ସମୟ ଅତିକ୍ରାନ୍ତ ହେଇଯିବ। ଏଇ କଲିକତା ଆଉ ଆମର ଠାକୁରଙ୍କର ଆଶ୍ରମ ପାବନା ଆଶ୍ରମ ସେ ମଝି ମଝିରେ ଗୋଟେ ଗାଁ ଟିଏ, ଛୋଟ ପଲ୍ଲୀ ଗାଁ ଟିଏ। ସେ ଗାଁର ଲୋକମାନେ ସମସ୍ତେ ଅତି ସହଜ ସରଳ, କିନ୍ତୁ ସେ ଗାଁରେ ଗୋଟେ ଟୋକାଟେ ଥାଏ, ତା ନାଁ ହଉଛି ଫାତୁ। ସେ ଫାତୁ ବଡ ଗୁଣ୍ଡା ଶ୍ରେଣୀର, ଯାହାକୁ ଦେଖିବ ତାକୁ ବାଡିବ, ଯାହାଠୁ ତାଠୁ ପଇସା ଛଡେଇକି ନବ, ଇତ୍ୟାଦି ଇତ୍ୟାଦି କାମ ସେ କରେ, ଗୁଣ୍ଡାଗିରି କରେ। ତା ଭୟରେ ଲୋକମାନେ କବାଟ ବନ୍ଦ କରିଦିଅନ୍ତି, ତାକୁ କବାଟ ବନ୍ଦ କରିଦେବେ, ଫାତୁ ରହିଲା ଏ ଫାତୁ ରହିଲା କବାଟ ବନ୍ଦ କରିଦେବେ, ସେ ଏମିତିଆ ଗୁଣ୍ଡା। ହଁ, ତ ତାଙ୍କ ଗାଁରେ ଥରେ ସମସ୍ତେ ଡିସାଇଡ କଲେ ଯେ ଆମ ଗାଁରେ ଗୋଟେ ନାଟକ ଶିଖିବା। ନାଟକର ନାଁ ହଉଛି ନଟି ବିନୋଦିନୀ। ନଟି ବିନୋଦିନୀ ନାଟକ ହଉଛି ରାମକୃଷ୍ଣ ପରମହଂସଙ୍କର ଜୀବନୀ ଉପରେ ଆଧାରିତ ଏକ ନାଟକ। ବହିଟା ସିଲେକ୍ସନ କରାହେଇଗଲା, ଆଉ କିଏ ଡିରେକ୍ସନ ଦେବେ କଲିକତାରୁ ଡିରେକ୍ଟର ଡକା ହେଲା, ଏବଂ ତାପରେ ରୋଲ ସବୁ ବଣ୍ଟା ହେଇଗଲା, କିଏ କୋଉ ରୋଲ ଯାକ ସବୁ କରିବେ। କିନ୍ତୁ ରାମକୃଷ୍ଣ ପରମହଂସ ରୋଲଟା ଯାହାକୁ ଦିଆଗଲା, ଡିରେକ୍ଟର ତାକୁ ଯେତେ ବତେଇଲେ ସିଏ ସେତେ କରିପାରିଲା ନାହିଁ, ହେଇପାରିଲା ନାହିଁ। ଜମା ରାମକୃଷ୍ଣ ଠାକୁର କେମିତି ଚାଲିବେ, ଏ ଚାଲିଟା ମଧ୍ୟ ସେ ଲୋକର ହେଇପାରିଲା ନାହିଁ, ଡାଇଲଗ ମଧ୍ୟ କହିପାରିଲା ନାହିଁ। ତ ସେତେବେଳେ ଡିରେକ୍ଟରଙ୍କର ବଡ ଚିନ୍ତା, ଏ ରାମକୃଷ୍ଣ ପରମହଂସ ମେନ୍ ରୋଲ ଏଇଟା, ଯଦି ଏଇଟା ଫ୍ଲପ୍ ହେଇଯାଏ ତାହେଲେ ଡ୍ରାମା ଫ୍ଲପ୍ ହେଇଯିବ, ଡ୍ରାମାଟା ବେକାର ହେଇଯିବ। କଣ କରିବେ ଚିନ୍ତା କରିକି ଯାଉଛନ୍ତି, ଦେଖିଲେ ଗୋଟେ ପଛ ପଟେ ଠିଆ ହେଇଛି ଗୋଟେ ଯୁବକଟେ। ସେ ଯୁବକଟା କିଏ? ଫାତୁ। ଫାତୁର ଗୁଣ୍ଡା ଠିଆ ହେଇଛି, ଚେହେରା ସେମିତି ବଳିଷ୍ଠ ଚେହେରା, ଗୁଣ୍ଡା ସେଇଦିନ ପିଲା, ଚଞ୍ଚଳ ଆଖି, ଚଳଚଞ୍ଚଳ ପିଲା। ତାକୁ ଦେଖିଦେଲେ ଏ ଡିରେକ୍ଟର କହିଲେ ଏ ପିଲାଟା ଯଦି ରାମକୃଷ୍ଣ ପରମହଂସ ଭଲ ହୁଅନ୍ତା। ତା ପାଖକୁ ଗଲେ, କହିଲେ ବାବୁ କିଏ ଲୋ, କଣ ହେଲା ନା ତମେ କିଏ? ନା ମୁଁ ଜାଣିନ, ଫାତୁନ, ମୁଁ ଫାତୁନ। ହଁ ଫାତୁନ, ତମେ ଯାହା ହଉଛ ହବ, ତମେ ଡ୍ରାମାରେ ରାମକୃଷ୍ଣ ପରମହଂସ ହବ। ସେ ପିଲାଟା ହସିଲା, କହିଲା ଫାତୁନ କହିଲା ଡ୍ରାମା ଆହୁରି ମୁଁ, ମତେ ଡ୍ରାମା କାମ ଜଣା ନାହିଁ, ମୁଁ ଏ ଡ୍ରାମା ବାହା କରିପାରିବି ନାହିଁ। ନାଇଁ ଶୁଣ ଶୁଣ, ଗୋଟେ କାମ କର, ତମେ ଡ୍ରାମାରେ ରାମକୃଷ୍ଣ ପରମହଂସ ହବ, ପରମହଂସ ଯଦି ଭଲ ରୋଲ କରିବ ତାହେଲେ ଲୋକଟା ପ୍ରଶଂସା କରିବେ, କୋଉ ପ୍ରଶଂସା କରିବେ? ଫାତୁନ ଗୁଡା କହିଲା ମତେ ଲୋକ ରାତି ପାଇଲେ ନିନ୍ଦା କରୁଛନ୍ତି, ଗାଳି କରୁଛନ୍ତି, ପ୍ରଶଂସା କରି ପାଇନି, ପ୍ରଶଂସା ମୋ ଜୀବନରେ ଲେଖା ନାହିଁ। ତାହେଲେ ମୁଁ କହୁଛି ତମେ ଶୁଣ, ତମେ ଆସ ରୋଲ କରିବ। ବହୁତ ବୁଝେଇଲା ପରେ ଫାତୁନ ଗୁଡା ରାଜି ହେଇଗଲା ଯେ ମୁଁ ରାମକୃଷ୍ଣ ପରମହଂସ ରୋଲଟା କରିବି। ଏବଂ ଗଲା ସେଦିନ ଆଖଡା ଯାଇଥାଏ, ଆଖଡାରେ ରାମକୃଷ୍ଣ ପରମହଂସ ରୋଲ କରିବ କିଏ? ଫାତୁନ ଗୁଡା। ଫାତୁନ ଗୁଡା ତାକୁ ଯେତେ ବତା ହେଲା ଆର ମଧ୍ୟ ହେଲା ନା, ଆର ମଧ୍ୟ ହେଲା ନାହିଁ। ସାତ ଗାଳି କରେ, ଡିରେକ୍ଟର ଗାଳି କରେ, ବାଡିଆକୁ ମଧ୍ୟ କଲେ, ମୁଁ ଲୋକକୁ ବାଡିକି ଛନ୍ଦ କରୁଛି, ମତେ ମାଡ ଖାଇ ପଡୁଛି ଆଜି କି କଥା। ହଉ ରାତିରେ ଶୋଇଲାକୁ ଫାତୁନ ଗୁଡା ଚିନ୍ତା କଲା, ସତ୍ସଙ୍ଗ ହଉଥିଲା, ଏସବୁ ସତ୍ସଙ୍ଗ ପାଇଁ ଆସିଥିଲେ, ଜଣେ ଠିଆ ହେଇକି କହୁଥିଲେ କୁଆଡେ ଯେ ଠାକୁରଙ୍କର ପୂର୍ବବର୍ତ୍ତୀ ଅବତାର ରାମକୃଷ୍ଣ ପରମହଂସ, ରାମକୃଷ୍ଣଙ୍କର ପରିପୂରଣ କରି ଆସି ଓହ୍ଲେଇଛନ୍ତି କିଏ? ଠାକୁର ଚନ୍ଦ୍ର। ଯଦି ରାମକୃଷ୍ଣ ପରମହଂସଙ୍କର ପରବର୍ତ୍ତୀ ଅବତାର ଠାକୁର ଚନ୍ଦ୍ର, ତାହେଲେ ଠାକୁରଙ୍କ ପାବନରେ ଅଛନ୍ତି, ସେଇଠି ସିଏ ଅଛନ୍ତି। ମୁଁ ତାଙ୍କ ପାଖକୁ ଯିବି, ତାଙ୍କ ପାଖକୁ ଯାଇ ଦେଖିବି ସେ କେମିତି ଚାଲୁଛନ୍ତି, ସିଏ ଯୋଉ ଚାରିଟା ପକଉଛନ୍ତି, ସିଏ ଯେମିତି କଥାବାର୍ତ୍ତା କରୁଛନ୍ତି, ହେଇଯିବ ତାକୁ ସେଟା କରିବି ଆଉ ତାପରେ ଶିଖିଯିବି ଆଉ ଠିକ ଅଛି। ଏହା କହିକି ସେ ତାପତ୍ର ବାହାର, ତାପତ୍ର ଗଲା, ଠାକୁର ବସିଛନ୍ତି ଶୁଭ୍ର ଆସନରେ, ସୁନ୍ଦର ଏକ ସୁନ୍ଦର ମଧୁମୟ ମଧୁଚକ୍ର ସୃଷ୍ଟି ହେଇଛି, ଭକ୍ତମାନେ ବସିଛନ୍ତି, ଠାକୁରଙ୍କୁ ସନ୍ତୁଷ୍ଟ ଅନେଇଛନ୍ତି। ଠାକୁରଙ୍କର ଶିବଘରୁ ମଧୁର କଣ୍ଟା ବର୍ଷା ହଉଛି। ହାତର ଗୁଡା ଯାଇକି ଗଣିତ ପଛକୁ ଠିଆ ହେଲା, ମୁଣ୍ଡିଆଟେ ମାରିଲା, ତାକୁ ପ୍ରଣାମ ଟିକେ କଲା। ଠାକୁର ତାକୁ ଦୂରରୁ ଦେଖି ଯାଇକି ହାତକୁ ଆସିଛି, ହାତକୁ ଆସିଛି। ଠାକୁର ଏତେ ଖୁସି, ଠାକୁର କହିଲେ ଏ ହାତୁନ, ମତେ ଡାକିଲେଣି, ତାକୁ ଡାକିଲେଣି ହାତରୁ ବୋଲି। ତାପରେ ସେ ଠାକୁରଙ୍କ ଡାକରେ ସେ ପୁରା ପାଗଳ ଭଳିଆ ହେଇଗଲା, ପାଗଳ ଭଳିଆ ହେଇଗଲା। ଭୁବନ ବିମୋହନ ସେଇ ରୂପରେ ହୃଦୟ
পরম দয়াল শ্রী ঠাকুরଙ୍କର ବିମୋହନ ভুবন বিমোহন মানে সংসারକୁ বিমোহিত করা ভଳିଆ রূপ আগর্ণ রমিত চক্ষু বিশাଳ ବାହୁ ଆଜାଦ ତମିତ ବାହୁ ଯାହାଙ୍କର ଶରୀରରୁ ପଦ୍ମର ଭୃରୁ ସୁଗନ୍ଧ ନିର୍ଗତ ହଉଥାଏ ଶ୍ରୀ ଠାକୁର ଆକର୍ଷଣୀୟ ସେଇ ଚେହେରା ସେ ରୂପ ସିଏ ଦେଖିବ ବିମୋହିତ ହେଇଯିବ ତେବେ ଏଭଳି ଚେହେରାକୁ ଦେଖିକିରି ସେ ବିମୁଗ୍ଧ ହୋଇ ଖାଲି ଅନେଇଛି ଠାକୁର କିଏ ଫାତୁନ ନା ତାପରେ ଠାକୁର କହିଲେ ଏ ଫାତୁନ ଡାକରେ ସେ ତ ପାଗଳ ଭଳିଆ ହେଇଗଲା ଠାକୁର ପାଖକୁ ପଳେଇ ଆସିଲା ଠାକୁର ପଚାରେ ଫାତୁନ ଆରେ ତୁ କି ଚାସ୍ ଏ ତୁ କଣ ଚାହୁଁଛୁ ଯେତେବେଳେ ଫାତୁନ ଟିକେ ଦୂରରେ ବସିଥିଲା ଠାକୁର ଆପଣ ଟିକେ ଆସିବେନି ମୋ ପାଖକୁ ଆପଣ ଟିକେ ମୋ ପାଖକୁ ଆସିବେନି ଠାକୁର ପାଖରେ ସୁବିଳାସକୁ ଓହ୍ଲେଇଲେ ତା ପାଖକୁ ଚାଲି ଗଲେ ଫାତୁନ ମୁଣ୍ଡା ଖାଲି ଦେଖୁଛି ଯେ ଠାକୁର ଅନୁଭୂଚନ୍ଦ୍ର କେମିତି ଷ୍ଟେପ ପକଉଛନ୍ତି କେମିତି ଚାଲୁଛନ୍ତି ଯଦି ଏ ଚାଲିଟା ଠାକୁରଙ୍କର ତାହେଲେ ରାମକୁ ଠାକୁର ମଧ୍ୟ ଏଇ ଚାଲି ଏଇଟାକୁ ଅନୁକରଣ କରିବି ତ ଠାକୁର ଚାଲି ଗଲେ ଗଲା ପରେ ପାଖରେ ପହଞ୍ଚିଗଲେ ତାକୁ ଦେଖି ହସିଦେଲେ ଠାକୁର କହିଲେ ହଁ ଠାକୁର ଆପଣ ଜାଣନ୍ତୁ ତାକୁ ବସି ପଡେ ଆଉ କିଛି ସମୟ ପଡିଗଲା ଆସିଗଲା ପରେ ଠାକୁର ପୁଣି ଅନେଇଛନ୍ତି ଠାକୁର ମୁଣ୍ଡା କହୁଛି ଠାକୁର ଆପଣ ଆଉ ଟିକେ ଆସିବେନି ଠାକୁର କହିଲେ ମତେ ବୁଢା କାହିଁକି ହଇରାଣ କରୁଥିଲେ ଆଉ ଥରେ ପୁଣି ତାକୁ ପରେ ଏଥର କିନ୍ତୁ ଏମିତି ପୁରା ନିରେଖିକି ଅନଉଛି ଠାକୁର ମୁଣ୍ଡା ନିରେଖିକି ଅନଉଛି ଠାକୁର କେମିତି ଚାଲି ଯାଉଛନ୍ତି ତାପରେ ତାକୁ କଲେ ଠାକୁର ହସିଦେଲେ କହିଲେ ଠାକୁର ମୁଣ୍ଡା କହୁଛି ଠାକୁର ହେଇଗଲା ଠାକୁର ଏଥର ହେଇଗଲା ଆପଣ ଯାଆନ୍ତୁ ତାପରେ ଠାକୁର ଗଲେ ବସି ପଡିଲେ ତାପରେ ମୁଣ୍ଡିଆଟେ ମାରିଦେଲା ଢୋକିଲେ ଠାକୁର ହେଇଗଲା ଆସୁଛି ପଳେଇଗଲା କାହାକୁ ପଳେଇଗଲା ରାତିରେ ଆଖଡା ହେଲା ଯେତେବେଳେ ଆଖଡା ହଉଛି ସେ ଯାଉଛି ତାର ରାମକୃଷ୍ଣ ପରମହଂସ ଲୋପ କରିବ ସେଦିନ ସିଏ ଏମିତି ଆକ୍ଟିଂ କଲା ଏମିତି ଡାଇଲଗ କହିଲା କୋଉଠୁ ଶିଖିଲାରେ ଏତେ ବଢିଆ ଯାହା ଏତେ ବାଡେଇ ଶିଖଉଥିଲି ହେଇପାରୁନଥିଲା ଆଜି ଫାତୁନ ଗୁଡା ପୁରା ଅବିକଳ ରାମକୃଷ୍ଣ ପରମହଂସ ଭଳିଆ ଏ ଚାଲି ପକଉଛି ସୁନ୍ଦର ଡାଇଲଗ କହୁଛି ଏତେ ବଢିଆ ତାଙ୍କ ଛାତି କୁଣ୍ଡେ ଫୁଟ ହେଇଗଲା ଏବଂ ତାପରେ ଡ୍ରାମା ଯୋଉ ଦିନ ହବ ଅପେରା ହବ ସେଦିନ ଦିନ ଧାର୍ଯ୍ୟ କରାହେଇଗଲା ଚାରିଆଡେ ପ୍ରଚାର କରାହେଇଗଲା ପମ୍ପଲେଟ ଭରା ହେଇଗଲା ଆଉ ଅମକ ଦିନ ନାଟକ ହବ କଲିକତାରୁ ସବୁ ଅପେରା ପାର୍ଟି ଜିନିଷ ଆସିଲା ଷ୍ଟେଜ ଆସିଲା ମାଇକ୍ ଆସିଲା ଲାଇଟ୍ ଆସିଲା ମ୍ୟୁଜିକ ଆସିଲା ସବୁ ରେଡି ହେଇଗଲା ତାପରେ ଯୋଉ ଦିନ ହବ ସେଦିନ ହଜାର ଲୋକ ଆସନ୍ତି ଅପେରା ଦେଖିବା ପାଇଁ ସୁନ୍ଦର ଅପେରା ଏବଂ ତାରେ ଲାଇଟ୍ ପଡିଛି ମ୍ୟୁଜିକ ବାଜୁଛି ତାପରେ ରୋଲ ଚାଲିଛି ତାପରେ ଫାତୁନ ଗୁଡା ରାମକୃଷ୍ଣ ପରମହଂସ ବହୁତ କରିବାକୁ ଷ୍ଟେଜ ଉପରକୁ ଆସୁଛି ଯେତେବେଳେ ସିଏ ଆସୁଛି ସିଏ ଯୋଉ ଚାଲିଟା ପକଉଛି ଯୋଉ ଠାଣିରେ ସିଏ ଯାଉଛି ତାକୁ ଦେଖିଦେଲା ମାତ୍ରେ ହଜାର ଦର୍ଶକ ଆଶ୍ଚର୍ଯ୍ୟ ହେଇଗଲେ କହିଲେ ହେଇ ସତେ ଯେମିତି ଜୀବନ୍ତ ରାମକୃଷ୍ଣ ଠାକୁର ସତେ ଯେମିତି ଆବିର୍ଭୂତ ହେଇଛନ୍ତି ଷ୍ଟେଜ ଉପରେ ମା ମାନେ ହୁଳହୁଳି ପକେଇଲେ ଭାଇ ମାନେ ହରିବୋଲ ପକେଇଲେ କହିଲେ ହେଇ ଜୀବନ୍ତ ରାମକୃଷ୍ଣ ଠାକୁର ସତେ ଯେମିତି ଆସିଛନ୍ତି ସେଇ ଚାଲି ପକେଇ ଫାତୁନ ମୁଣ୍ଡା ଷ୍ଟେଜ ଉପରକୁ ଗଲା ଡାଇଲଗ କହିଲା ଏତେ ସୁନ୍ଦର ସଳାପ କହିଲା ଏତେ ସୁନ୍ଦର ଠାଣିରେ କହିଲା ସମସ୍ତେ ଭାବିଲେ ଜୀବନ୍ତ କି ସୁନ୍ଦର ଅଭିନୟ କି ଜୀବନ୍ତ ଅଭିନୟ ପ୍ରଶଂସାରେ ପୋତି ପକେଇଲେ ଫାତୁନ ମୁଣ୍ଡା ଡ୍ରାମା ସରିଗଲା ତାପରେ ଆପଣ ଜାଣିଛନ୍ତି ଯେତେବେଳେ ସେ ଡାଇଲଗ କହୁଥାଏ ଆକ୍ଟିଂ କରୁଥାଏ ଲୋକମାନେ ଆମେ କେମିତି କଣ କରୁ କିଏ ଭଲ ଗୀତ ଗାଇକି ପୁରସ୍କାର ନେଇକି ଦଉ ତାପରେ ସେଥିରେ ଖାଲି ରେଜା ପଇସା ବର୍ଷା ହେଲା ଏତେ ରେଜା ପଇସା ବର୍ଷା ହେଲା ଷ୍ଟେଜ ଭର୍ତ୍ତି ହେଇଗଲା ତାପରେ ସେ ରୋଲ ସାରିକି ଭିତରକୁ ଗଲା ଗ୍ରୀନ ରୁମକୁ ତାକୁ ଡିରେକ୍ଟର ଫେର ପକେଇଲେ ଫାତୁ ତୁ କଣ କଲୁ ଫାତୁ କଣ କରିବି ମୁଁ ଜାଣି ନାହିଁ ତୁ ଯାହା କରୁ ଚମତ୍କାର ଅତି ଚମତ୍କାର ବହୁତ ବଢିଆ କରୁଛୁ ସବୁ ପ୍ରଶଂସାର ହଉଛୁ ପାତ୍ର ତାପରେ ସବୁଟା ପଇସା ଗୋଟା ହେଲା ଗୋଟେ ବସ୍ତା ହେଲା ପରେ ଡିରେକ୍ଟର କହିଲେ ଫାତୁନ ସବୁଯାକ
ସବୁ ତୋର ନେ ଏସବୁ ତୁ ପାଇବାର ଯୋଗ୍ୟ। ମୁଁ କଣ କରିବି ଏସବୁ ନେ ହାତରୁ ଗୋଟେ ଧରିଲା ବସ୍ତାଟା। ତାପରେ ମନେ ମନେ ଭାବୁଛି ବାଟରେ ଚାଲି ଚାଲି ଯାଉଛି, ବାଟରେ ନଦୀ ପଡିଗଲା। ଯାହାଙ୍କ ଯୋଗୁ ଯାହାଙ୍କର ଏତିକି ଟିକେରୁ ଏତେ ଏତିକି ଟିକେରୁ ଏତେ ଯଦି ସବୁ ଯାକ ତାଙ୍କ ପାଖରେ ଶିଖି ଯାଆନ୍ତି ମୋ ଜୀବନ ରହିଥାନ୍ତା କେତେ। ତେଣୁ ସେ କଣ କର ସେ ପଇସା ବସ୍ତା କଲା ମୋର କି ଦରକାର ନାହିଁ ବାବା କିନ୍ତୁ ପକେଇ ଦେଇକି ସେ ଧାଇଁଲା ଠାକୁର ପାଖକୁ। ଠାକୁର ପାଖକୁ ପଡିକି ଢୋକିଲା ମୁଣ୍ଡିଆ ନେବାଟା ଠାକୁର ଭାତକୁ ଦେଖିକି ଦୂରେ ଦେଖି ହସ ଯେ ହାତୁର ହେଇଥିଲା। ହାତୁର ଆସିଲା ଠାକୁର ଖୁସି ହେଇଗଲି। ଠାକୁର କହୁଛନ୍ତି ଠାକୁର ତୁ ଆସିଛୁ ନା? ହଁ ଠାକୁର ମୁଁ ଆସିଛି। ନା ଏଥର କିନ୍ତୁ ଆପଣଙ୍କ ସବୁବେଳେ ଆସିଛି ଆଉ ଆପଣଙ୍କୁ ଛାଡିକି ଯିବି ନାହିଁ। ଆପଣଙ୍କ ଛାଡକୁ ମୁଁ କେବେ ଯିବି ନାହିଁ। ଆପଣଙ୍କର ଖାଲି ଚାଲିରୁ ଯଦି ମୋ ଜୀବନ ଏତିକି ହେଇଗଲା, ଚାଲିରୁ ଯଦି ମୁଁ ଖାଲି ଏତେ ପ୍ରଶଂସା ପାଇଲି, ଖାଲି ଚାଲିଟା ଶିଖିକିରି ଯଦି ଲୋକମାନେ ମତେ ଏତେ ଆଦରରେ ଗ୍ରହଣ କରେ, ମୁଁ ତାହେଲେ ସବୁ କିଛି ଯଦି ଆପଣଙ୍କ ପାଖରେ ଶିଖିଯିବି ମୁଁ କଣ ଭଲ ମଣିଷଟେ ହେବି ନାହିଁ? ମୁଁ କଣ ଭଲ ମଣିଷ ହେବି ନାହିଁ? ସେ ଠାକୁରଙ୍କ ଦୟାରୁ ସେ ତାଙ୍କ ପାଖରେ ରହିଗଲା, ଠାକୁର ଆଶ୍ରମ ରହିଲା। ଠାକୁର ତାକୁ ଗୋଟେ କୃଷକଟାରେ ଗାଡି କରିଦେଲେ, କିଣିଦେଲେ, ତେଲ ପକେଇଦେଲେ। ତୋ କାମ ହେଲା ରାତିରେ ତୁ ଏଠି ନାଇଟ୍ ଆସ ନେଇକି କରିବି, ରାତି ସାରା ତୁ ଏଠି ଆଶ୍ରମ ଚଳିବୁ ନା? ଆଜ୍ଞା କରିବି। ହାତରୁ କୋଉଟା ସେଇଠି ନେଇକି ଆସ ନେଇକି ରହିଲା। ଅମଣିଷ ମଣିଷ ହେଇଗଲା। ଯିଏ ସାଧୁ ଯିଏ ଚୋର ଅବସ୍ଥା ଥିଲା, ଖଣ୍ଡ ଅବସ୍ଥା ଥିଲା, ବଦମାସ ଥିଲା, ସମସ୍ତଙ୍କର ଭୁଞ୍ଜ ଥିଲା, ସେ ଠାକୁରଙ୍କର ଅପାର ଦୟାରୁ ହାତରୁ ମୁଣ୍ଡା ଦଶରୁ ହୃଦୟର ଯାର କଠିନ ଥିଲା, ଇସ୍ପାତ ଭଳିଆ ଥିଲା, ତାହା ଗରମ ହେଇଗଲା, ଭଲ ମଣିଷରେ ରୂପାନ୍ତରିତ ହେଇଗଲା। ସେ ଠାକୁର ପାଖକୁ ଯୋଉମାନେ ଆସିଛନ୍ତି ସମସ୍ତଙ୍କର ଜୀବନ ଏଇଭଳିଆ ବିରାଟ ପରିବର୍ତ୍ତନ ହେଇଛି। ତେଣୁ ଆମମାନେ ସମସ୍ତେ ଅନୁଭବ କରିଛି ମୁଁ ଠାକୁରଙ୍କର ଦୀକ୍ଷା ନେଇଛି, ମୁଁ ଠାକୁରଙ୍କର ନାମ ନେଇଛି, ମୁଁ ସତ୍ସଙ୍ଗକୁ ଯାଇଛି, ମୁଁ କଣ ହେଇଛି, ମୁଁ ଯାହା ହେଇଛି କାହାକୁ କଣ ବୁଝେଇବି। ମୁଁ ଯଦି ଦୀକ୍ଷା ନେଇ ନଥାନ୍ତି, ନାମ କରି ନଥାନ୍ତି, ଇଷ୍ଟଭୂତି କରି ନଥାନ୍ତି, ପ୍ରାର୍ଥନା କରି ନଥାନ୍ତି, ଗୁରୁଙ୍କୁ ପ୍ରଣାମ କରି ନଥାନ୍ତି, ମୋ ବାପା ମାଙ୍କୁ ପ୍ରଣାମ କରି ନଥାନ୍ତି, ବଡମାନଙ୍କୁ ସମ୍ମାନ ଦେଇ ନଥାନ୍ତି, ତାହେଲେ ମୋ ଜୀବନଟା ଆଜି କୁଆଡେ ପଳେଇଥାନ୍ତା। ତୁମକୁ ଜୀବନେ ପ୍ରଭୁ ଚାହିଁଥାନ୍ତା ଡୁବି ଭବ ସାଗରେ କରି, ଭବସାଗର ହେଇଥିଲେ ମୋ ଜୀବନଟା ବୁଡି ଯାଇଥାନ୍ତା, ଏ ଜୀବନଟା ଅକାରଣ ହେଇଥାନ୍ତା। କିନ୍ତୁ ଠାକୁରଙ୍କୁ ଧରି ମୋ ଜୀବନ ଆଜି ଜୀବନୀୟ ହେଇଯାଇଛି। ଆଉ ଶ୍ରୀ ଠାକୁର ଆମର ଆଦର୍ଶ ଏବଂ ପରମ ପୂଜ୍ୟପା ଶ୍ରୀ ଆଚାର୍ଯ୍ୟ କହୁଛନ୍ତି ଆମର ଜୀବନ୍ତ ଆଦର୍ଶ ଏବଂ ପରମ ପୂଜ୍ୟପା ଶ୍ରୀ ଅବିଦ୍ୟା ବର୍ତ୍ତମାନ ଆମର ଜୀବନ୍ତ ଆଦର୍ଶ ଭାବରେ ଆମକୁ ଯୋଉଭଳି ଗାଇଡଲାଇନ ଦଉଛନ୍ତି, ଯୋଉଭଳି ଆମକୁ ଗାଇଡ କରି ଚାଲିଛନ୍ତି, ଏ ମଣିଷ ଏଇଆ କର, ତମେ ଏଇଆ କର, ଏଇଆ କଲେ ବଞ୍ଚିବ, ଏଇଆ କଲେ ତମେ ବଢିବ, ଏଇଆ କଲେ ସୁଖ ଶାନ୍ତି ଆମର ଅଧିକାରୀ ହେଇଯିବ। ସେ ଯିଏ ବି ହଉନା କାହିଁକି ଯଦି ପ୍ରକୃତରେ ଏ ପୃଥିବୀ ପକ୍ଷରେ ମଣିଷ ଭଳି ବଞ୍ଚିବାକୁ ଚାହେଁ, ମଣିଷ ଭଳି ଜୀବନକୁ ଉପଭୋଗିବାକୁ ଚାହେଁ, ଯଦି ପ୍ରକୃତରେ ଜୀବନକୁ ଧନ୍ୟ କରିବାକୁ ଚାହେଁ, ଆସନ୍ତୁ ସେ ଠାକୁରଙ୍କ ଚଳା ସହିତ ହୁଅନ୍ତୁ, ତାଙ୍କର ସତ୍ ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ, ତାଙ୍କର ସଦୀକ୍ଷାରେ ଦୀକ୍ଷିତ ହୁଅନ୍ତୁ, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କରି ହୁଅନ୍ତୁ। ଦେଖନ୍ତୁ ଜୀବନ କେତେ ସୁନ୍ଦର, ସେ କେତେ ସୁନ୍ଦର କରି ତିଆରି କରିଦିଅନ୍ତୁ, କେତେ ସୁନ୍ଦର ଭାବରେ ଜୀବନକୁ ପରିମାର୍ଜିତ କରିଦିଅନ୍ତି, ମଣିଷର ଜୀବନ ଧନ୍ୟ ହେଇଯାଏ। ଆଉ ଆଲୋଚନା ଆଗକୁ ବଢେଇବି ନାହିଁ। ତେବେ ବର୍ତ୍ତମାନ ପ୍ରସଙ୍ଗ ହଉଛି ଏଇଆ ଯେ ଆଶ୍ରମର ଯେତେବେଳେ ତାହା ନିର୍ଦ୍ଦେଶ ଏଇ ମୁଁ ଯାଇପାରି ନାହିଁ, ପୂଜନୀୟ ଅବିଦ୍ୟା ନିର୍ଦ୍ଦେଶ କଲେ ଯେ ପ୍ରତ୍ୟେକ ଜିଲ୍ଲାରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ 4 କର୍ମୀ ଆଶ୍ରମ ଯିବେ। କିନ୍ତୁ ମୋର କାମ ଆମ ଗଞ୍ଜାମରୁ 2 ଜଣ ମିଟିଂ ଯାଇଛନ୍ତି, ସାରା ଓଡ଼ିଶାରୁ ପୂଜନୀୟ ଅବିଦ୍ୟା ଡାକିଛନ୍ତି। ଆଜି ମିଟିଂ ଅଛି, ଆଜି ଅଛି ମିଟିଂ ଆଶ୍ରମରେ ପୂଜନୀୟ ଅବିଦ୍ୟାଙ୍କର ଆହ୍ୱାନ କ୍ରମେ। ତେଣୁ ଯାହା ନିର୍ଦ୍ଦେଶ ଆସିବ ଆମେ ତାକୁ ଅକ୍ଷରରେ ପାଳନ କରିବା। ତେଣୁ ଯିଏ ଯେତିକି ପାଳନ କରେ, ଯିଏ ଯେତିକି ମାନେ, ସେ ସେତିକି ମାନବ ହୁଏ। ମାନିଲେ ମାନବ, ନ ମାନିଲେ ମାନବ ହବା। ଯଦି ମାନବ ହବା ଆସନ୍ତୁ ସତ୍ସଙ୍ଗର କୋଳରେ ରହିବା, ଇଷ୍ଟଭୂତି କରିବା, ପ୍ରାର୍ଥନା କରିବା ଏବଂ ତାଙ୍କୁ ଦବା, ତାଙ୍କୁ କାମ କରିବା, ତାଙ୍କ ଇଚ୍ଛାକୁ ପୂରଣ କରିବା, ତାଙ୍କ ମନ ରଖି ମଣିଷ ହବା, ତାଙ୍କୁ ତୁଷ୍ଟ କରିବା, ତାଙ୍କୁ ଆନନ୍ଦ ଦେବା। ତସ୍ମିନ୍ ତୁଷ୍ଟେ ତୁଷ୍ଟ, ସେ ଖୁସି ହେଲେ ଆମେ ଖୁସି ହେବା। ଆଲୋଚନା ଆଗକୁ ବଢୁନାହିଁ। ପୁଣି ଥରେ ସୁନିତାଙ୍କର ମଙ୍ଗଳ ପାଇଁ, ତାଙ୍କ ପରିବାର ସମସ୍ତଙ୍କ ମଙ୍ଗଳ ପାଇଁ, ଆପଣ ସମସ୍ତଙ୍କର ମଙ୍ଗଳ କାମନା କରି ବକ୍ତବ୍ୟ ରଖୁଛି।